ଚାରିକଡ଼ରେ ବରଫର ଆସ୍ତରଣ ଆଉ ମଝିରେ ରହିଛି ବିବାହ ବେଦୀ ଏବଂ ସେଠାରେ ତାପମାତ୍ରା -25 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଏହି ପ୍ରେମୀ ଯୁଗଳ ଏଠାରେ ବିବାହ କରୁଛନ୍ତି। ତେବେ ଆପଣମାନେ ରାତି ବାହାଘର, ଦିନ ବାହାଘର, ମଣ୍ଡପ ବାହାଘର ଏବଂ ମନ୍ଦିରରେ ବାହାଘର ଦେଖିଥିବେ, କିନ୍ତୁ ଏପରି ପ୍ରେମୀ ଯୁଗଳ ଅଛନ୍ତି ନିଆରା ଢଙ୍ଗରେ ବାହା ହୋଇଛନ୍ତି ବରଫର ଆସ୍ତରଣ ଭିତରେ। ତେବେ ଦମ୍ପତିଙ୍କ ଏପରି ନିଆରା ନିଷ୍ପତ୍ତି ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କୁ ଏକାଠି କରୁଛି। ଯେଉଁଠି ନିଶ୍ୱାସ ନେବା ବି କଷ୍ଟକର, ସେଠାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି ଆଉ ପରସ୍ପର ପ୍ରତି ଥିବା ଭଲ ପାଇବାର ପ୍ରମାଣ ଦେଇଛନ୍ତି ଏମାନେ। ତେବେ ହିମାଚଳ ପ୍ରଦେଶର ବରଫ ଆଚ୍ଛାଦିତ ସ୍ପିଟି ଘାଟିରେ ଜଣେ ଦମ୍ପତିଙ୍କ ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ -25 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ହୋଇଛି ଏହି ନିଆରା ବାହାଘର। -25 ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ। ଆଉ ସେମାନେ ଏଠାରେ ଏକୁଟିଆ ଯାଇ ବିବାହ କରୁନାହାନ୍ତି, ବରଂ ପରିବାର ଲୋକେ, ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଏହି ବାହାଘର ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଜରାଟର ଜଣେ ଦମ୍ପତି ବିବାହ ପାଇଁ ହିମାଚଳ ପ୍ରଦେଶର ବରଫ ଆଚ୍ଛାଦିତ ସ୍ପିଟି ଘାଟିକୁ ଚୟନ କରିଛନ୍ତି। ବର୍ତ୍ତମାନ ସମୟରେ ବରଫରେ ଘୋଡ଼ାଇ ହୋଇ ରହିଛି ଏହି ଘାଟି। ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ବି ପରିବାର ବର୍ଗଙ୍କୁ ନେଇ ହିନ୍ଦୁ ରୀତିନୀତିରେ ସେଠାରେ ସେ ବିବାହ କରିଛନ୍ତି। ତେବେ ଫୁଲରେ ସୁସଜ୍ଜିତ କାର୍ ଉପରେ ଦମ୍ପତି ଫଟୋ ପୋଜ୍ ଦେଉଛନ୍ତି, ଯେଉଁ ଭିଡିଓ ଏବେ ବହୁ ମାତ୍ରାରେ ଭାଇରାଲ ହେଉଛି। ଏବଂ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ବିବାହରେ ଫୁଲ ବର୍ଷା ହେବା ବଦଳରେ ଏଠି ବରଫ ବର୍ଷା ହେଉଛି। ତେବେ ଏହି ଭିଡିଓକୁ କିଛି ଦିନ ତଳେ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଲୋକମାନେ ବହୁ ମାତ୍ରାରେ ଭଲ ପାଇବା ମଧ୍ୟ ଦେଇଛନ୍ତି, କିନ୍ତୁ କେତେକ ଏହାକୁ ନିନ୍ଦା ବି କରିଛନ୍ତି। ଅନ୍ୟପଟେ ଭିଡିଓଟି ଭାଇରାଲ ହେବା ପରେ ହିମାଚଳ ପ୍ରଦେଶ ଲୋକ ସମ୍ପର୍କ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। କାରଣ ଏହି ସମୟରେ ସ୍ପିଟି ଘାଟିକୁ ଯିବା ବିପଜ୍ଜନକ ଥିବା ବେଳେ ଦମ୍ପତି ବିନା ଅନୁମତିରେ ସେଠାକୁ ଯାଇ ବିବାହ କରିଛନ୍ତି।